ବନ୍ଧୁଗଣ, ଥରେ ଦେବର୍ଷି ନାରଦ ଦ୍ୱାରକା ନଗରକୁ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଭେଟିବାକୁ ଆସନ୍ତି। ନାରଦ ଶ୍ରୀକୃଷ୍ଣଙ୍କ ନିକଟକୁ ଯାଇ ତାଙ୍କୁ ନମସ୍କାର କରନ୍ତି। ଦେବର୍ଷି ନାରଦକୁ ଦେଖି ଭଗବାନ ଶ୍ରୀକୃଷ୍ଣ ଖୁସି ହୋଇ ପଚାରିବାକୁ ଲାଗିଲେ, ଦେବର୍ଷି, ଆପଣଙ୍କୁ ଦ୍ୱାରିକାକୁ ସ୍ୱାଗତ। ଆଜି କେଉଁ ଉଦ୍ଦେଶ୍ୟରେ ଆପଣ ଦ୍ୱାରିକାକୁ ଆସିବାର କଷ୍ଟ କରିଛନ୍ତି? ଦେବର୍ଷି ନାରଦ ହସି ହସି କୁହନ୍ତି, ପ୍ରଭୁ, ଆପଣ ତ ସବୁ କିଛି ଜାଣନ୍ତି, ତଥାପି ଏପରି ପଚାରୁଛନ୍ତି? ଆପଣଙ୍କ ଠାରୁ କ'ଣ କିଛି କଥା ଲୁଚି ହୋଇଅଛି? ଆପଣ ଭଲ ଭାବରେ ଜାଣନ୍ତି ଯେ ମୋ ମନରେ କ'ଣ ଚାଲିଛି। ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ହେ ଦେବର୍ଷି, ମୁଁ ତୁମ ମନର ଥିବା ସନ୍ଦେହ ଜାଣେ ଏବଂ ମୁଁ ଏହା ବି ଜାଣେ ଯେ ତୁମ ଆଜି କେବଳ ମାନବ ଜାତିର କଲ୍ୟାଣ ପାଇଁ ଏଠାକୁ ଆସିଛ। ତୁମ ମନରେ ଯାହା ବି ପ୍ରଶ୍ନ ଅଛି ତାହା ବିନା ଦ୍ୱିଧାରେ ପଚାରିପାର। ଦେବର୍ଷି କହିବାକୁ ଲାଗିଲେ, ହେ ପ୍ରଭୁ, ଯଦି ଆପଣ ଚାହୁଁଛନ୍ତି ତାହେଲେ ମୁଁ ଆପଣଙ୍କୁ ପ୍ରଶ୍ନଟିଏ ପଚାରୁଛି। ପ୍ରଭୁ, ଆଜି ମୁଁ ପୃଥିବୀ ଲୋକରେ ଭ୍ରମଣ କରୁଥିଲି ଏବଂ ମୁଁ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲି। ମୁଁ ଦେଖିଲି କିଛି ଖରାପ ଲୋକ ଗାଈମାନଙ୍କୁ ହତ୍ୟା କରୁଛନ୍ତି ଏବଂ ଅନ୍ୟପଟେ କିଛି ଲୋକ ଗାଈମାନଙ୍କୁ ପୂଜା ମଧ୍ୟ କରୁଛନ୍ତି। ତେଣୁ ପ୍ରଭୁ, ଏହି ଦୃଶ୍ୟ ଦେଖିବା ପରେ ମୁଁ ବହୁତ ଦୁଃଖୀ ହୋଇଗଲି। ମଣିଷ ନିଜର ସ୍ୱାର୍ଥ ପାଇଁ ନିରୀହ ପ୍ରାଣୀମାନଙ୍କୁ କାହିଁକି ନିର୍ଯାତନା ଦିଏ? ହେ ପ୍ରଭୁ, ମୁଁ ଜାଣିବାକୁ ଆଗ୍ରହୀ ଯେ ଗାଈର ସେବା କରୁଥିବା ଏବଂ ଏହାକୁ ପୂଜା କରୁଥିବା ବ୍ୟକ୍ତିଙ୍କୁ କ'ଣ ଫଳ ମିଳେ ଏବଂ ଗାଈମାନଙ୍କୁ ନିର୍ଯାତନା ଦେଉଥିବା ପାପୀଙ୍କୁ କେଉଁ ପ୍ରକାରର ଦଣ୍ଡ ମିଳେ? ଯେତେବେଳେ ନାରଦ ଏହିପରି ପଚାରିଲେ, ଭଗବାନ କୃଷ୍ଣ କହିଲେ, ଦେବର୍ଷି, ତୁମେ ବହୁତ ଭଲ ପ୍ରଶ୍ନ ପଚାରିଛ। ଯେ ଗାଈକୁ କଷ୍ଟ ଦିଏ ସେ ନିଶ୍ଚିତ ଭାବରେ ନିଜର ପାପକର୍ମ ପାଇଁ ନର୍କରେ ଦଣ୍ଡ ପାଇଥାଏ, କିନ୍ତୁ ଯେଉଁମାନେ ଗାଈର ସେବା କରନ୍ତି ସେମାନେ ସର୍ବୋତ୍ତମ ଲୋକରେ ସ୍ଥାନ ପ୍ରାପ୍ତ କରନ୍ତି, ଇହଲୋକ ପରଲୋକରେ ଉତ୍ତମ ଫଳ ଭୋଗ କରନ୍ତି। ମୁଁ ଏକ କାହାଣୀ ମାଧ୍ୟମରେ ଆପଣଙ୍କୁ ବୁଝାଇବି ଯେ ପୃଥିବୀ ଲୋକରେ ଏବଂ ପରଲୋକରେ ଗାଈର ସେବା କରୁଥିବା ବ୍ୟକ୍ତିମାନଙ୍କୁ କେଉଁ ପ୍ରକାରର ଫଳ ପ୍ରାପ୍ତ ହୋଇଥାଏ। ଦେବର୍ଷି, ଆପଣ ନିଶ୍ଚିତ ଭାବରେ ଏହି କାହାଣୀକୁ ଧ୍ୟାନର ସହ ଶୁଣନ୍ତୁ। ଏହା ଶୁଣି ନାରଦ କହିବାକୁ ଲାଗିଲେ, ହେ ପ୍ରଭୁ, ମୋର ସୌଭାଗ୍ୟ ଯେ ମୁଁ ଆପଣଙ୍କ ମୁଖରୁ ଏହି କାହାଣୀକୁ ଶୁଣିବାକୁ ଯାଉଛି। ମୁଁ ଏହି କାହାଣୀକୁ ଧ୍ୟାନର ସହ ଶୁଣିବି ଏବଂ ଏହାକୁ ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଚାର କରିବି। ଏହାପରେ ଭଗବାନ ଶ୍ରୀକୃଷ୍ଣ କହନ୍ତି ଯେ ଏହା ଏକ ପ୍ରାଚୀନ କାଳର କଥା। ପୃଥିବୀ ଲୋକରେ ବୈଭବ ମନୁଙ୍କ ବଂଶରେ ଦିଲୀପ ନାମକ ଜଣେ ରାଜା ଥିଲେ। ମହାରାଜା ଦିଲୀପ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ। ସେ ସର୍ବଦା ଧର୍ମ ଅନୁସରଣ କରୁଥିଲେ। ସେ ଜଣେ ଗୁଣବାନ, ବୁଦ୍ଧିମାନ, ବିଚାରବନ୍ତ ଏବଂ ନ୍ୟାୟବନ୍ତ ରାଜା ଥିଲେ। ସେ ନ୍ୟାୟ ଏବଂ ଖୁସିର ସହ ନିଜ ରାଜ୍ୟରେ ଯତ୍ନ ନେଉଥିଲେ ଏବଂ ସର୍ବଦା ନିଜ ପ୍ରଜାଙ୍କୁ ଖୁସିରେ ରଖୁଥିଲେ। ମଗଧ ଦେଶର ରାଜକୁମାରୀ ସୁଦକ୍ଷିଣା ମହାରାଜା ଦିଲୀପଙ୍କ ପତ୍ନୀ ଥିଲେ। ମହାରାଜା ଦିଲୀପ ଏବଂ ରାଣୀ ସୁଦକ୍ଷିଣା ବହୁତ ଖୁସିରେ ଜୀବନଯାପନ କରୁଥିଲେ, କିନ୍ତୁ ବହୁ ବର୍ଷ ପରେ ମଧ୍ୟ ରାଣୀଙ୍କ ଗର୍ଭରୁ କୌଣସି ସନ୍ତାନ ଜନ୍ମ ହେଲା ନାହିଁ। ତାପରେ ମହାରାଜା ଦିଲୀପ ଏକାନ୍ତରେ ବସି ଚିନ୍ତା କରିବାକୁ ଲାଗିଲେ ଯେ ମୁଁ କୌଣସି ପାପ କରିନାହିଁ ଏବଂ ସର୍ବଦା ଧର୍ମର ପଥ ଅନୁସରଣ କରୁଛି, ତଥାପି ମୋର କେଉଁଠି ତ୍ରୁଟି ରହିଯାଇଛି ବୋଧେ, ଯାହା ହେତୁ ମୁଁ ସନ୍ତାନ ପ୍ରାପ୍ତ କରିପାରୁନାହିଁ। ଏହା ଭାବି ସେ ବହୁତ ଚିନ୍ତିତ ହେଲେ। ତାପରେ ତାଙ୍କ ମନକୁ ଗୋଟିଏ କଥା ଆସିଲା ଯେ ଏହି ସମସ୍ୟାର ସମାଧାନ କେବଳ ଗୁରୁ ବଶିଷ୍ଠ ହିଁ କରିପାରିବେ। ସେ ହିଁ ମୋତେ ମୋର ତ୍ରୁଟି ବିଷୟରେ ମୋତେ କହିବେ ଏବଂ ସନ୍ତାନ ପାଇବା ପାଇଁ କିଛି ସମାଧାନ କହିପାରିବେ। ଏହା ଭାବି ମହାରାଜା ଦିଲୀପ ତାଙ୍କ ପତ୍ନୀଙ୍କ ସହ ଗୁରୁ ବଶିଷ୍ଠଙ୍କ ଆଶ୍ରମରେ ପହଞ୍ଚିଲେ। ଆଶ୍ରମରେ ଗୁରୁ ବଶିଷ୍ଠ ତାଙ୍କ ଦୈନନ୍ଦିନ କାର୍ଯ୍ୟ, ପୂଜା, ପାଠ, ଧ୍ୟାନ ଇତ୍ୟାଦି ସମାପ୍ତ କରିବା ପରେ ନିଜ ପତ୍ନୀ ଅରୁନ୍ଧତୀଙ୍କ ସହ ବସିଥିଲେ। ସେହି ସମୟରେ ମହାରାଜା ଦିଲୀପ ରାଣୀଙ୍କ ସହ ତାଙ୍କ ନିକଟକୁ ଯାଇ ତାଙ୍କର ଦର୍ଶନ କରିଥିଲେ। ଗୁରୁ ବଶିଷ୍ଠ ମହାରାଜା ଦିଲୀପଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ସ୍ୱାଗତ କରିଥିଲେ। ସେ ତାଙ୍କର କୁଶଳ ମଙ୍ଗଳ ବିଷୟରେ ପଚାରିଥିଲେ ଏବଂ ତାଙ୍କୁ ଆଶୀର୍ବାଦ ଦେଇଥିଲେ। ଗୁରୁ ବଶିଷ୍ଠ ମହାରାଜା ଦିଲୀପଙ୍କୁ କହିଲେ, ହେ ରାଜନ୍, ସବୁକିଛି ଅଛି ନା କିଛି ଅସୁବିଧା ଅଛି?
ଆପଣ ଏବଂ ରାଣୀ ହଠାତ୍ ଆଜି ଜଙ୍ଗଲରେ ଥିବା ମୋ କୁଟିରେ କାହିଁକି ଆସିବାର କଷ୍ଟ କଲେ? ଆପଣଙ୍କ ଉଦ୍ଦେଶ୍ୟ କ'ଣ? ଜଣେ ମହାନ ସମ୍ରାଟ କାହିଁକି ନିଜ ରାଜ୍ୟ ଛାଡ଼ି ଏହି ଜଙ୍ଗଲକୁ ଆସିଲେ? ଆପଣଙ୍କ ପରିବାରର ସମସ୍ତ ରାଜା ଏବଂ ସମ୍ରାଟ ନିଜ ପୁତ୍ରଙ୍କୁ ରାଜ୍ୟ ସମର୍ପଣ କରନ୍ତି ଏବଂ ତାହାପରେ ତପ କରିବାକୁ ଜଙ୍ଗଲକୁ ଆସନ୍ତି, କିନ୍ତୁ ଆପଣ ତ ଯୁବକ। ଆପଣ ଏବେ ହିଁ ବର୍ତ୍ତମାନ ରାଜ୍ୟର ଦାୟିତ୍ୱ ଗ୍ରହଣ କରୁଛନ୍ତି। ଆପଣ ଏପର୍ଯ୍ୟନ୍ତ କୌଣସି ସନ୍ତାନ ମଧ୍ୟ ପ୍ରାପ୍ତି କରିନାହାନ୍ତି। ତାହେଲେ ଆପଣ କାହିଁକି ନିଜର ରାଜ୍ୟ ଛାଡ଼ି ଜଙ୍ଗଲକୁ ମୋ କୁଟୀରକୁ ଆସିଛନ୍ତି? ଏହା ଆପଣଙ୍କ ପରି ଜଣେ ମହାନ ସମ୍ରାଟଙ୍କ ପାଇଁ ଉପଯୁକ୍ତ ନୁହେଁ। ତାପରେ ମହାରାଜା ଦିଲ୍ଲୀପ କୁହନ୍ତି, ହେ ମହର୍ଷି, ମୁଁ ଆପଣଙ୍କ ନିକଟକୁ ତପ କରିବାକୁ ଆସିନାହିଁ। ଗୁରୁଦେବ, ମୁଁ ସାହାଯ୍ୟ ମାଗିବା ଉଦ୍ଦେଶ୍ୟରେ ଆପଣଙ୍କ ନିକଟକୁ ଆସିଛି। ଦୟାକରି ମୋତେ ସାହାଯ୍ୟ କରନ୍ତୁ। ମୁଁ ବହୁତ ଦୁଃଖିତ ଅଛି। ତାପରେ ମହର୍ଷି ବଶିଷ୍ଠ କୁହନ୍ତି, ହେ ମହାରାଜା, ଆପଣଙ୍କ ପରି ଜଣେ ମହାନ ସମ୍ରାଟ କାହିଁକି ସାହାଯ୍ୟ ଆବଶ୍ୟକତା କରୁଛନ୍ତି? ଆପଣ ତ ନିଜେ ସମସ୍ତଙ୍କ ରକ୍ଷା କରିବାକୁ ସମକ୍ଷ ଏବଂ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି। ମହାରାଜା ଦିଲ୍ଲୀପ କହିଲେ, ଗୁରୁଦେବ, ମୁଁ ଆପଣଙ୍କ ନିକଟକୁ ଏହା ଜାଣିବାକୁ ଆସିଛି ଯେ ମୋର କେଉଁ ଦୋଷ ଯୋଗୁଁ ମୁଁ ଏପର୍ଯ୍ୟନ୍ତ ସନ୍ତାନହୀନ ହୋଇଅଛି। ଦୟାକରି ଆପଣ ଆପଣଙ୍କ ଦିବ୍ୟ ଦୃଷ୍ଟିରେ ଦେଖି ମୋତେ ମୋର ଦୋଷ କୁହନ୍ତୁ ଏବଂ ତା'ର ସମାଧାନ ମଧ୍ୟ କୁହନ୍ତୁ। ସନ୍ତାନ ବିନା ମୋ ଜୀବନ ଅର୍ଥହୀନ ହେବ। ମୁଁ ପରିତ୍ରାଣ ପାଇପାରିବି ନାହିଁ। ତାପରେ ମହର୍ଷି ବଶିଷ୍ଠ କୁହନ୍ତି, ମହାରାଜା, ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବି। ତାପରେ ମହର୍ଷି ବଶିଷ୍ଠ ତାଙ୍କ ଦିବ୍ୟ ଦୃଷ୍ଟିରେ ରାଜାଙ୍କର ଅତୀତ ଦେଖିଲେ ଏବଂ ସେ ରାଜାଙ୍କର ଏକ ଭୁଲ ବିଷୟରେ ଜାଣିବାକୁ ପାଇଲେ। ମହର୍ଷି ବଶିଷ୍ଠ ମହାରାଜାଙ୍କୁ କୁହନ୍ତି, ହେ ରାଜା, ଆପଣ ଅତୀତରେ ଅଜାଣତରେ ଏକ ବଡ଼ ଭୁଲ କରିଦେଇଛନ୍ତି। ଏହା ବିଷୟରେ ଆପଣଙ୍କୁ ଅବଗତ ନୁହନ୍ତି। ଯେତେବେଳେ ଆପଣ ଇନ୍ଦ୍ରଲୋକରୁ ଦେବରାଜଙ୍କୁ ଦେଖା କରି ଫେରୁଥିଲେ, ସେତେବେଳେ ଆପଣ ଏକ ଗାଈ ଏବଂ ବାଛୁରୀକୁ ରାସ୍ତାରେ ଅଣଦେଖା କରିଥିଲେ। ସେ ଦୁହେଁ କଳ୍ପବୃକ୍ଷ ମୂଳରେ ଠିଆ ହୋଇଥିଲେ। ସେହି ଗାଈ ଏବଂ ବାଛୁରୀ ଅତ୍ୟଧିକ ଭୋକିଲା ଥିଲେ। ଆପଣ ସେହି କାମଧେନୁ ଗାଈକୁ ଖାଇବାକୁ ଦେଲେ ନାହିଁ କି ତାକୁ ନମସ୍କାର ମଧ୍ୟ କଲେ ନାହିଁ। ସେହି ଗାଈ ସାହାଯ୍ୟ ମାଗିଥିଲା, କିନ୍ତୁ ଆପଣ ଖୁସିରେ ଏତେ ହଜି ଯାଇଥିଲେ ଯେ ସେହି ଗାଈର ଡାକ ଶୁଣିନଥିଲେ। ଆପଣଙ୍କର ଏପରି ବ୍ୟବହାର ଦେଖି ସେ ଗାଈ କ୍ରୋଧିତ ହୋଇଗଲା ଏବଂ ସେ ଆପଣଙ୍କୁ ଅଭିଶାପ ଦେଇଥିଲା। ହେ ରାଜା, ଯେଉଁ ବ୍ୟକ୍ତି ଗାଈକୁ କଷ୍ଟରେ ଦେଖି ତାକୁ ସାହାଯ୍ୟ କରେ ନାହିଁ, ଯିଏ ଭୋକିଲା ଗାଈକୁ ଖାଇବାକୁ ଦିଏ ନାହିଁ, ସେ ଏକ ବଡ଼ ପାପ କରେ। ସେହି ଗାଈର ଅଭିଶାପ ହେତୁ ଆପଣଙ୍କର କୌଣସି ସନ୍ତାନ ହୋଇନାହିଁ। ଏହିପରି ଭାବରେ ମହର୍ଷି ବଶିଷ୍ଠ ମହାରାଜା ଦିଲ୍ଲୀପଙ୍କୁ ତାଙ୍କ ଭୁଲ ବିଷୟରେ କହିଥିଲେ। ଯାହା ଶୁଣି ମହାରାଜା ଅତ୍ୟନ୍ତ ଦୁଃଖିତ ହେଲେ ଏବଂ ଅନୁତାପ କରି କହିଲେ, ମୁଁ କ'ଣ କରିଥିଲି? ମୋର ମୂର୍ଖତା ହେତୁ ମୋତେ ଲଜ୍ଜା ଅନୁଭୂତ ହେଉଛି। ମୋ ଯୋଗୁଁ ଗୋଟିଏ ଗାଈ ଏବଂ ତା'ର କୋମଳ ବାଛୁରୀର ବହୁତ କଷ୍ଟ ସହିବାକୁ ପଡ଼ିଲା। ମୋର ତ ରାଜା ହେବାର କୌଣସି ଅଧିକାର ନାହିଁ। ଏହାପରେ ମହାରାଜା ମହର୍ଷିଙ୍କୁ କୁହନ୍ତି, ହେ ଗୁରୁଦେବ, ମୁଁ ମୋର ଏହି ଭୁଲ ସଂଶୋଧନ କରିବାକୁ ଚାହୁଁଛି। ଦୟାକରି ମୋତେ କିଛି ସମାଧାନ କୁହନ୍ତୁ, ଯାହାଫଳରେ ମୁଁ ଏହି ଗୁରୁତର ପାପରୁ ମୁକ୍ତି ପାଇପାରିବି। ମୋର ଅପରାଧ କ୍ଷମାଯୋଗ୍ୟ ନୁହେଁ, ତଥାପି ମୁଁ ପ୍ରାୟଶ୍ଚିତ କରିବାକୁ ଚାହୁଁଛି। ତାପରେ ମହର୍ଷି ବଶିଷ୍ଠ ରାଜାଙ୍କୁ ଉତ୍ତର ଦେଲେ, ହେ ରାଜା, ଦୁଃଖ କରନ୍ତୁ ନାହିଁ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଶ୍ଚିତ ଭାବରେ ଉପାୟ ଅଛି। ଆପଣ ମୋର ଆଶ୍ରମରେ ଥିବା ନନ୍ଦିନୀ ନାମକ ଗାଈର ସେବା କରନ୍ତୁ। ଆପଣଙ୍କ ପତ୍ନୀଙ୍କ ସହିତ ସେହି ଗାଈର ସେବା କରନ୍ତୁ ଏବଂ ଏହାକୁ ପୂଜା କରନ୍ତୁ। ସେ ନିଶ୍ଚିତ ଭାବରେ ଆପଣଙ୍କୁ ସନ୍ତାନ ପ୍ରାପ୍ତିର ସୁଖ ଦେବ। ସେହି ସମୟରେ ନନ୍ଦିନୀ ଗାଈ ବାହାରୁ ଆଶ୍ରମ ଭିତରକୁ ପ୍ରବେଶ କରେ। ନନ୍ଦିନୀ ଗାଈକୁ ଆସୁଥିବାର ଦେଖି ମହର୍ଷି ବଶିଷ୍ଠ କହିଲେ, ହେ ରାଜା, ଦେଖନ୍ତୁ, ଏହି ନନ୍ଦିନୀ ଗାଈ ଯେ ସ୍ମରଣ ମାତ୍ରକେ ବ୍ୟକ୍ତିର କଲ୍ୟାଣ କରିଥାଏ, ସେ ସ୍ୱୟଂ ନିଜେ ଆସିଯାଇଛି। ଆପଣ ସୌଭାଗ୍ୟବାନ। ଏହି ଗାଈ ନିଶ୍ଚିତ ଭାବରେ ଆପଣଙ୍କ ଦୁଃଖ ଦୂର କରିବ। ଜଙ୍ଗଲରେ ଥିବା ସମୟରେ ଆପଣ ଏହାକୁ ଅନୁସରଣ କରନ୍ତୁ ଏବଂ ଏହାର ସେବା କରନ୍ତୁ। ଜଙ୍ଗଲରେ ବାସ କରୁଥିବା ଅନ୍ୟ ପ୍ରାଣୀମାନଙ୍କଠାରୁ ଏହାର ରକ୍ଷା କରନ୍ତୁ। ଯେବେ ଆଶ୍ରମକୁ ଫେରିବେ, ତାପରେ ରାଣୀ ସୁଦକ୍ଷିଣା ଏହି ଗାଈର ସେବା କରିବେ।
एथिरे संतुष्ट होई से निश्चित भाव आपको संतानटीए देव। तापरे महाराजा दिलीप मध्य ताहा करने प्रतिश्रुति देइथिले। परदिन सकाळे रानी नंदिनी गाई को पूजा कले एवं महाराजा से गाई को चरैबा पई जंगल को नहीं गले। जेतेबेले सेही गाई चलिबा आरंभ कला महाराजा याको अनुसरण करिले। एठारू सेठारू सबुज घास आनी ताकू खाइबाकू देबा आरंभ कले। जेतेबेले सेही गाई गछ तले बसी विश्राम निए महाराजा मध्य ता सहित बसी चारिपाखे थिबा मशा को दूरे दियंती। गाईर शरीर और मुंड निज हाथ में साउले दियंती। एही उपाय महाराजा सेही गाईर जत्न नेबा एवं सेवा करिबारे व्यस्त रहिले। संध्या आसिबा परे महाराजा गाई सहित आश्रम को फेरी आसिले। सेमाने आश्रम रे पहुँचवा मात्रे सेही गाईटी निज खुरारे महाराजा उपरकू धूली फिंगिथिला, जेउथिरे महाराजा शरीर शुद्ध हो जाइथिला। तांकर समस्त शरीर पाप नष्ट हो जाइथिला। तापरे रानी सुदक्षिणा आसी नंदिनी को स्वागत कले एवं ताको पूजा कले। बारंबार ता पाद तले मुंड नुआइले। तापरे से नंदिनी गाईर चारिपटे परिक्रमा करिले और परे जोड़ी हस्तरे गाई सामने ठिया हेले। नंदिनी गाई रानी को उपासना ग्रहण कला एवं गाई को देखिबा मात्रे गाईर दुष्टि शक्ति रे रानी संपूर्ण शुद्ध हो गला। एहीपरी महाराजा दिलीप नंदिनी गाईर सेवा करू करू 20 दिन बीतीगला। तापरे 21 दिन जेतेबेले महाराजा गाई सहित जंगल को गले सेतेबेले से गाईटी घास चरु चरु हिमालय पर्वतमाला पहुँचीगला एवं महाराजा मध्य ताकू अनुसरण कले। सेही पर्वत उपरे ठिया होई महाराजा हिमालय पर्वतर सौंदर्य को उपभोग करुथिले। एही समय रे एक सिंह आसी नंदिनी गाई को जबरदस्त कब्जा करनेला। राजा सिंहर आगमन कथा जानी पारि नथिले। सिंहर कबलू रही नंदिनी आतुर स्वर चित्कार कही कहला, हे महाराज मते रक्षा करंतु, हे महाराज मते रक्षा करंतु। गाईर डाक शुणिबा मात्रे राजा देखिले जे गाई को एक भयंकर सिंह जाबुड़ी धरिछि एवं सेही गाईर आखिर लुह झरी आसुछि। यह देखि राजा विव्रत होई संगे संगे धनु बाहर करी सिंह को मारिबा पई तीर टाणिले। सेही समय सिंह राजा आड़ को चाहिला एवं सिंह देखिबा मात्रे तांको शरीर रे थिबा शक्ति ह्रास हेबाकू लागिला। वर्तमान तांकर सेही धनुरु टाणिथिबा तीर छाड़िबार शक्ति मध्य नथिला। तापरे सिंह राजा को कहिबा आरंभ कला, हे महाराज मते मारिबा तुमर बसरे नुहे, कारण भगवान शिव मो उपरे पाद रखी नंदी उपरे बसंती। सेथिपाई तुमे मोर किछि करि पारिबो नाही। तेणु वृथा चेष्टा करो नाही एवं एठारू फेरी जाओ। सृष्टिकर्ता आजी एही गाई को मोर खाद्य भाव रे नियुक्ति करिछंती। सेथिपाई एथिरू हस्तक्षेप करो नाही। मु जाने तुमे सूर्य राजवंश रे जन्मित राजा दिली। तापरे महाराजा कहिबा आरंभ कले, हे मृग नयनधारी, दयाकरी एही गाई को हत्या कर नाही। जे महर्षि वशिष्ठंकर नंदिनी गाई जे समस्त इच्छा पूरण करे। जदि तुमे यहाँ हत्या कर तेबे तुमे एक बड़ पाप करिब। गुरुदेव मते एही गाईर सुरक्षा देबा पई आदेश देइछंती एवं एहार सेवा करने को निर्देश देइछंती। आश्रम रे एही गाईर गोटे कोमल बाछुरी मध्य अछि। मु एही गाई को मरिबाकू छाड़ी पारिबि नाही। तुमे भगवान शिवंकर सेवक, सेतिपई एही गाई को तुम हाथ में मुक्त करबा मो पक्षे असंभव। सेतिपई मु आपन को अनुरोध करूछि, आपण एही गाई को जीवन दान दियंतु। एहार प्रतिबदल रे मो शरीर को तुमको उत्सर्ग करूछि, जहा द्वारा तुमर भोक शांत हेबो एवं एही गाई को मध्य सुरक्षित रहिबो ओ मोर वचन मध्य पूर्ण हेबो एवं गाई को सुरक्षा पाई मो जीवन को उत्सर्ग करी मु सर्वोत्तम मार्ग हासिल करिबि। एहा कही राजा सिंह सम्मुख रे बसी हाथ जोड़ी करी आखि बंद करदेले। हठात राजा शुणिले, पुत्र उठ, मु तुमर सेवारे अत्यंत संतुष्ट। यह शुणी राजा ठिया हेले एवं तांको सामने रे गाई को देखिले और सिंह केउठारे भी दृश्यमान हेउनथिले। तापरे नंदिनी गाई राजा दिलीप को कहबाकू लागिले, हे महाराज, मु मोर दिव्य शक्ति माध्यम एक सिंहर रूप नहीं तुमको परीक्षा करुଥିଲି। एपरिकी जमराजा मते धरिबा पई चिंता करि परिबे नाही। तुमे मते रक्षा करिबा पई तुमर जीवन देबाकू प्रस्तुत थिल। सेतिपई तुम उपरे बहुत खुशी। तुमर जहा इच्छा ताहा माग, मु निश्चित भाव यह पूरण करिबे। महाराज दिलीप कहले, हे गोमाता, मो मन में जहाँ अभिलाषा अच्छे आप निश्चय जानीदेवे। दयाकोरी मते एक संतान प्रदान करंतु। तापर नंदिनी गाई कहिला, पुत्र मोर
କ୍ଷୀରକୁ ପତ୍ରରେ ଦନାରେ ନେଇ ପାନ କରେ। ଏହାଦ୍ୱାରା ତୁମର ବହୁତ ବୁଦ୍ଧିମାନ ଏବଂ ଗୁଣବାନ ସନ୍ତାନଟିଏ ପ୍ରାପ୍ତ ହେବ। ମହାରାଜ ଦିଲ୍ଲୀପ କହିବାକୁ ଲାଗିଲେ, ହେ ମା, ଏହି ସମୟରେ ମୁଁ ତୁମର ମଧୁର ଶବ୍ଦ ଶୁଣି ସନ୍ତୁଷ୍ଟ। ବର୍ତ୍ତମାନ ତୁମେ ମୋ ସହିତ ଆଶ୍ରମକୁ ଚାଲ। ମୁଁ ସେଠାରେ ତୁମକୁ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ପୂଜା କରିବି। ମୁଁ ତାପରେ ତୁମର ଅମୃତ ସମାନ କ୍ଷୀରପାନ କରିବି। ଏହାପରେ ମହାରାଜା ଦିଲ୍ଲୀପ ସେହି ଗାଈକୁ ଆଶ୍ରମକୁ ନେଇଗଲେ। ଆଶ୍ରମରେ ପହଞ୍ଚିବା ପରେ ରାଣୀ ସୁଦକ୍ଷିଣା ଆଗକୁ ଆସି ସେହି ଗାଈକୁ ପୂଜା କଲେ ଏବଂ ତାପରେ ଗାଈ କହିଲା, ହେ ରାଣୀ, ଦୟାକରି ମୋ ପିଠିକୁ ସ୍ପର୍ଶ କର। ଏହାଦ୍ୱାରା ତୁମର ଗୋଟିଏ ପ୍ରତିଭାବାନ ଓ ଶକ୍ତିଶାଳୀ ବିଦ୍ୱାନ ସନ୍ତାନ ପ୍ରାପ୍ତ ହେବ। ତାହାପରେ ରାଣୀ ନନ୍ଦିନୀ ଗାଈ ପିଠିକୁ ଅତି ସ୍ନେହର ସହିତ ସ୍ପର୍ଶ କଲେ। ମହାରାଜା ଏବଂ ରାଣୀ ସେହି ଗାଈର ଧ୍ୟାନପୂର୍ବକ ପୂଜା କରି ଅମୃତ ସମ କ୍ଷୀର ପ୍ରସାଦ ଭାବରେ ଗ୍ରହଣ କଲେ। ଉଭୟଙ୍କୁ ଦେଖି ମହର୍ଷି ବଶିଷ୍ଠ କହିବାକୁ ଲାଗିଲେ, ହେ ମହାରାଜ, ବର୍ତ୍ତମାନ ଏହି ଗାଈ ତୁମ ଦୁହିଁଙ୍କ ଉପରେ ବହୁତ ପ୍ରସନ୍ନ ଅଛି। ତୁମର ଇଚ୍ଛା ନିଶ୍ଚିତ ପୂରଣ ହେବ। ଯେଉଁ ବ୍ୟକ୍ତି ଗାଈର ସେବା କରେ, ତାକୁ ଖାଇବାକୁ ଦିଏ, ତାର ପରିକ୍ରମା କରେ, ତାର ସମସ୍ତ ଇଚ୍ଛା ପୂରଣ ହୁଏ। ଯେ ଗାଈକୁ ସୁରକ୍ଷା ଦିଏ, ସେ କୌଣସି ଦୁର୍ଭାଗ୍ୟର ସମ୍ମୁଖୀନ ହୁଏ ନାହିଁ। ମୃତ୍ୟୁ ପରେ ସେ ଗୋଲୋକକୁ ଯାଇ ଭଗବାନ କୃଷ୍ଣଙ୍କ ଦର୍ଶନରେ ସୌଭାଗ୍ୟ ପାଇଥାଏ। ଯିଏ ଭକ୍ତି ସହିତ ଗାଈର କ୍ଷୀର ପାନ କରେ, ସେ ସମସ୍ତ ରୋଗରୁ ଦୂରେଇ ହୋଇଯାଏ। ଯେ ଗାଈର ପିଠିରେ ଥିବା କୁବ୍ଜାକୁ ସ୍ପର୍ଶ କରେ, ତାର ସମସ୍ତ ଦୋଷ ଏବଂ ପାପ ନଷ୍ଟ ହୋଇଯାଏ। ଯେ ଗୋଦାନ କରେ, ସେ ଗାଈର ଲାଞ୍ଜ ଧରି ବୈତରଣୀ ନଦୀ ପାର ହୋଇଯାଏ। ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଗାଈକୁ ଗୋଟିଏ ରୁଟି ଖାଇବାକୁ ଦିଏ, ସେ ଭାଗ୍ୟଶୀଳ ହୋଇଥାଏ। ତାର ସମସ୍ତ ପାପ ନଷ୍ଟ ହୋଇଯାଏ। ଗାଈ ହେଉଛି ସିଏ ଯେ ସମସ୍ତଙ୍କ ଇଚ୍ଛା ପୂରଣ କରେ ଏବଂ ତେଣୁ ତାକୁ ସର୍ବଦା ସୁରକ୍ଷା ଦିଅନ୍ତୁ, ତାକୁ ପୂଜା କରନ୍ତୁ ଏବଂ ଖାଇବାକୁ ଦିଅନ୍ତୁ। କେବଳ ଏହା କରି ମଣିଷ ସମସ୍ତ ଐଶ୍ୱର୍ଯ୍ୟ ହାସଲ କରିପାରିବ ଏବଂ ଦାରିଦ୍ର୍ୟତା ମଧ୍ୟ ସମାପ୍ତ ହେବ। ତାପରେ ଭଗବାନ କୃଷ୍ଣ କୁହନ୍ତି, ଏହି ଉପାୟରେ ଗାଈର ସେବା କରି ମହାରାଜ ଦିଲ୍ଲୀପଙ୍କର ରଘୁ ନାମକ ପୁତ୍ର ଜନ୍ମ ହୋଇଥିଲା, ଯାହାର ନାମରେ ସୂର୍ଯ୍ୟ ରାଜବଂଶ ଏହି ପୃଥିବୀରେ ପ୍ରସିଦ୍ଧ ହେଲା। ପରେ ତାଙ୍କ ସୂର୍ଯ୍ୟ ରାଜବଂଶ ରଘୁବଂଶ ନାମରେ ପ୍ରସିଦ୍ଧ ହେଲା। ଜୟ ଶ୍ରୀରାମ।